ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଏମା ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ଆଜିର ଭିଡ଼ିଓରେ ଆମେ ଚାଇଲ୍ଡ ଡେଭଲପମେଣ୍ଟ ଏଣ୍ଡ ପେଡାଗୋଜି ଯେଉଁଟାକି ହେଉଛି ଶିଶୁ ବିକାଶ ଏବଂ ଶିକ୍ଷା ବିଜ୍ଞାନର କିଛି ପୂର୍ବ ବର୍ଷର ପ୍ରଶ୍ନ ଗୁଡ଼ିକ ଡିସ୍କସନ୍ କରିବା। ଆପଣ ଯଦି OTT 2026 କିମ୍ବା AT ଏକ୍ଜାମ ପାଇଁ ପ୍ରିପେୟାର ହେଉଛନ୍ତି ଆପଣଙ୍କ ପାଇଁ ଏହି ଭିଡ଼ିଓଟି ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ଭିଡ଼ିଓରେ ଆମେ କିଛି CDPର କ୍ୱେଶ୍ଚନ୍ ଡିସ୍କସନ୍ କରିବା। ତେଣୁ ଚାଲନ୍ତୁ ଭିଡ଼ିଓଟି ଫୁଲ୍ ଦେଖନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ କିଛି ଭଲ କମେଣ୍ଟ କରିଦେବେ। ତେଣୁ ପ୍ରଥମ କ୍ୱେଶ୍ଚନ୍ ଦେଖିବା କ'ଣ ଅଛି। ବ୍ୟବସ୍ଥାନ ମୂଲ୍ୟାୟନର ପ୍ରଧାନ ଉଦ୍ଦେଶ୍ୟ ହେଉଛି କ'ଣ? ଅପସନ୍ ରେ କ'ଣ ଅଛି? ବର୍ଷ ଶେଷରେ ସମସ୍ତ ଉପଲବ୍ଧିକୁ ମାପିବା, ଶିକ୍ଷଣ ଅସୁବିଧା କାରଣ ଚିହ୍ନଟ କରିବା, ଗ୍ରେଡ୍ ଦେବା। ଅପସନ୍ ଡି ଅଛି ଶିକ୍ଷଣ ପୂର୍ବରୁ ଶିକ୍ଷାର୍ଥୀଙ୍କୁ ସମର୍ଥ ଓ ଦୁର୍ବଳତାକୁ ଚିହ୍ନଟ କରିବା। ଏହାର ସଠିକ ଉତ୍ତରଟି କ'ଣ ହେବ? ନା ଅପସନ୍ ନମ୍ବର ଡି, যেটা କ'ଣ ଅଛି ଶିକ୍ଷଣ ପୂର୍ବରୁ ଶିକ୍ଷାର୍ଥୀଙ୍କୁ ସମର୍ଥ ଓ ଦୁର୍ବଳତା ଚିହ୍ନଟ କରିବା। ବ୍ୟବସ୍ଥାନ ମୂଲ୍ୟ ହେଉଛି କ'ଣ? ବର୍ଷ ଶେଷରେ ଯୋଉଟା କରାଯାଏ ଆଉ ଇଆରେ କ'ଣ କରାଯାଏ ନା ଶିକ୍ଷାରେ କ'ଣ ସବୁ ଦୁର୍ବଳତା ରହିଛି ଯୋଉଟା କି ଷ୍ଟ୍ରେଂଥ ହଉ ୱିକନେସ୍ ହଉ ସେଇଟାକୁ ଆମର ଚିହ୍ନଟ କରିବା ବ୍ୟବହାର କରାଯାଏ। ମନେ ରହିବ। ନେକ୍ସଟ କ୍ୱେଶ୍ଚନ୍ ଅଛି କେଉଁ ପ୍ରକାରର ମୂଲ୍ୟାୟନ ଦ୍ୱାରା ଶିକ୍ଷାଦାନ ସମାପ୍ତି ବେଳକୁ ଶିକ୍ଷଣ ଉଦ୍ଦେଶ୍ୟ ହାସଲ ହୋଇଯାଇଛି ବୋଲି ନିଶ୍ଚିତ କରିହୁଏ। ଅପସନ୍ ରେ କ'ଣ ରହିଛି? ବ୍ୟବସ୍ଥାନ ମୂଲ୍ୟାୟନ, ନିଦାନ ମୂଲ୍ୟାୟନ, ସମାପ୍ତି ସୂଚକ ମୂଲ୍ୟାୟନ ଆଉ ହେଉଛି ଗଠନମୂଳକ ମୂଲ୍ୟାୟନ। କ'ଣ କହିଲା ନା କୋଉ ମୂଲ୍ୟାୟନ ଦ୍ୱାରା ଶିକ୍ଷାଦାନର ସମାପ୍ତି ବେଳକୁ ଶିକ୍ଷଣ ଉଦ୍ଦେଶ୍ୟ ହାସଲ ହୋଇଛି କି ନାହିଁ ନିଶ୍ଚିତ କରିହୁଏ। ତେଣୁ ଶିକ୍ଷଣର ଶେଷ ବେଳକୁ ଆମେ କୋଉ ମୂଲ୍ୟାୟନ କରିଥାଉ? ସଠିକ ଉତ୍ତରଟି ହେବ ଅପସନ୍ ନମ୍ବର ସି, যেটা କ'ଣ ସମାପ୍ତି ସୂଚକ। ଯୋଉଟାକି ବ୍ୟବସ୍ଥାନ ଆପଣ କହିଲି ବର୍ଷ ଆରମ୍ଭରୁ ବା ବର୍ଷ ଶେଷରେ ଆମର କ'ଣ ବ୍ୟବସ୍ଥାନ ଜାଣିବା ପାଇଁ କ'ଣ ପ୍ଲେସମେଣ୍ଟ କହିଥାଉ ସେଇଟା ଜାଣିଥାଉ। ନିଦାନାତ୍ମକ କ'ଣ କ'ଣ ସବୁ ଡାଇଗ୍ନୋଷ୍ଟିକ ମାନେ କ'ଣ ସବୁ ପ୍ରୋବ୍ଲେମ ଗୁଡ଼ାକ ରହିଲା ଜାଣିବା ପାଇଁ ତାର କେମିତି ଡାଇଗ୍ନୋଷ୍ଟିକ ମାନେ କ'ଣ ସେଟାର ପ୍ରତିକାର କରିବା ପାଇଁ ବ୍ୟବହାର କରାଯାଏ ନିଦାନାତ୍ମକ ମୂଲ୍ୟାୟନ। ଆଉ ସମାପ୍ତି ସୂଚକ ବର୍ଷ ଶେଷରେ ବା ସମେଟିଭ ଯାହାକୁ କୁହାଯାଏ। ଆଉ ଗଠନମୂଳକ ଫର୍ମେଟିଭ ଆମର ପଢା ସମୟରେ ବା ସେସନ ମଝିରେ ଯୋଉଟା କରାଯାଏ ସେଟା ହେଉଛି ଗଠନମୂଳକ ମୂଲ୍ୟାୟନ। ତାପରେ କ୍ୱେଶ୍ଚନ ଟି ରହିଛି ପିତାମାତାଙ୍କ ସହ ମାନ ନିର୍ଦ୍ଧାରଣର ଫଳାଫଳକୁ ଆଲୋଚନା କରାଯିବାର ଉଦ୍ଦେଶ୍ୟ କ'ଣ ରହିଥାଏ? ବିଦ୍ୟାଳୟରେ ଯୋଉ ପିତାମାତାଙ୍କ ସହିତ ପ୍ରୋଗ୍ରେସିଭ ରିପୋର୍ଟ ବା ଯୋଉ ଫଳାଫଳଟାକୁ ତାକୁ ଆଲୋଚନା କରିବାରେ କ'ଣ ଲାଭ ହୋଇଥାଏ? ଅପସନ୍ ରେ କ'ଣ ରହିଛି? ଗୃହ କାର୍ଯ୍ୟ ସମ୍ପାଦନ କରିବାର ଶିକ୍ଷାର୍ଥୀଙ୍କୁ ସହାୟତା ଦେବା, ଶିକ୍ଷାର୍ଥୀର ଦୋଷ ଦୁର୍ବଳତାକୁ ପିତାମାତାଙ୍କୁ ଜଣାଇବା, ଶିକ୍ଷାର୍ଥୀ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ସହଭାଗିତା ବଢାଇବା। ଅପସନ୍ ଡି ଅଛି ଶିକ୍ଷକଙ୍କ ଠାରୁ ପିତାମାତାଙ୍କ ଦାୟିତ୍ୱକୁ ହସ୍ତାନ୍ତର କରିବା। ଏହାର ସଠିକ ଉତ୍ତରଟି କ'ଣ ହେବ? ନା ଅପସନ୍ ନମ୍ବର ସି, ଯୋଉଟାକି ଅଛି ଶିକ୍ଷାର୍ଥୀ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ସହଭାଗିତା ବଢାଇବା। ଏମିତି ଯେତେବେଳେ କ୍ୱେଶ୍ଚନ ପଡିବ ଆପଣ ଦେଖିବେ ପଜିଟିଭ ୟା ଭିତରୁ ସବୁଗୁଡାକ ପଜିଟିଭ ହେଇଥିବ। ତା ଭିତରୁ ସବୁଠୁ ଯୋଉଟା ଆପଣଙ୍କୁ ଲାଗିବ ଅଧିକ ପଜିଟିଭ ଯେମିତି କି ଆପଣ କ'ଣ ଅଛି ଶିକ୍ଷାର୍ଥୀର ଦୋଷ ଦୁର୍ବଳତାକୁ ପିତାମାତାଙ୍କୁ ଜଣାଇବା ଏଇଟା ଟିକେ ପଜିଟିଭ ନୁହେଁ। ଯେମିତି ଗୃହ କାର୍ଯ୍ୟ ସମ୍ପାଦନ କରିବାରେ ଶିକ୍ଷାର୍ଥୀଙ୍କୁ ସହାୟତା ଦେବା ୟା ଭିତରୁ ବି ସବୁଠୁ ଭଲ ବା ଆମର ପଜିଟିଭ ଅପସନଟା ହେଉଛି କ'ଣ ଶିକ୍ଷାର୍ଥୀ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ସହଭାଗିତା ବଢାଇବା, ଯେଟା କି କୋଲାବୋରେସନ ମାନେ ପ୍ୟାରେଣ୍ଟସ ଆଉ ଯୋଉ ଚାଇଲ୍ଡ ସହିତ ସୃଷ୍ଟି କରିବା। ନେକ୍ସଟ କ୍ୱେଶ୍ଚନ ଟି ଅଛି ନିମ୍ନଲିଖିତ ଉକ୍ତିମାନଙ୍କ ମଧ୍ୟରୁ କେଉଁଟି ପ୍ରଶ୍ନପତ୍ର ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକ ହୁଏ ନାହିଁ? ଯୋଉଟା କି ଆମର କ୍ୱେଶ୍ଚନ ପ୍ରାକ୍ଟିସ ପାଇଁ ଯୋଉ ପ୍ଲାନିଂ ଭିତରେ ଦରକାର ହେଇନଥାଏ। ଅପସନ ଗୋଟେ କ'ଣ ରହିଛି? ଶିକ୍ଷଣ ଦକ୍ଷତା ଗୁଡ଼ିକ ଅନୁପାତିକ ଗୁରୁତ୍ୱ ଦେବା। ଅପସନ ନମ୍ବର ବି ଅଛି ପ୍ରଶ୍ନର ସଂଖ୍ୟା ନିର୍ଦ୍ଦିଷ୍ଟ କରିବା। ଅପସନ ନମ୍ବର ସି ଅଛି ପ୍ରଶ୍ନ ଗୁଡ଼ିକର ପ୍ରକାର ନିର୍ଦ୍ଦିଷ୍ଟ କରିବା। ଅପସନ ନମ୍ବର ଡି ଅଛି ପ୍ରଶ୍ନ ଗୁଡ଼ିକର ଉତ୍ତର ସୂଚୀ ତିଆରି କରିବା। ହେଲା ଯେତେବେଳେ କି ଆମେ ବ୍ଲୁ ପ୍ରିଣ୍ଟ ତିଆରି କରିଥାଉ ପ୍ରଶ୍ନ ପତ୍ରର ମାନେ ବ୍ଲୁ ପ୍ରିଣ୍ଟ ମାନେ ତା ପୂର୍ବରୁ ଆମେ ଗୋଟେ ପ୍ରିପେୟାର କରିଥାଉ ଯେମିତି କ୍ୱେଶ୍ଚନ ହବ ତା ଭିତରେ କୋଉଟା ନଥାଏ ଦେଖିବେ OTT ବା JET ରେ କ'ଣ କୋଉଠି ନୁହେଁ ବା ଏମିତି ନୁହେଁ ଦେଇଥିବ ନୋଟ ଏମିତି ଦେଇଥିବ। ତେଣୁ ଏହାର ସଠିକ ଉତ୍ତରଟି କ'ଣ ହବ? ନା ଅପସନ ନମ୍ବର ଡି, ଯେଟା କି ପ୍ରଶ୍ନ ଗୁଡ଼ିକର ଉତ୍ତର ସୂଚୀ ତିଆରି କରିବା। ଆଉ ଗୁଡ଼ିକ ଯେମିତି କି ଶିକ୍ଷଣ ଦକ୍ଷତା ଗୁଡ଼ିକ ଅନୁପାତର ଗୁରୁତ୍ୱ ଦେଇ ଅବଜେକ୍ଟିଭ କୁହାଯାଏ ସେଟା ଦରକାର। ପ୍ରଶ୍ନର ସଂଖ୍ୟା ସେମିତି ଦରକାର ହୁଏ। ପ୍ରଶ୍ନ ଗୁଡ଼ିକର ପ୍ରକାର ଯେମିତି କେତେ ପ୍ରକାର କ୍ୱେଶ୍ଚନ ଦିଆଯିବ ସେଟା ଦରକାର ହବ। କିନ୍ତୁ ପ୍ରଶ୍ନ ଗୁଡ଼ିକର ଉତ୍ତର ସୂଚୀ ତିଆରି କରିବା କେବେ ବି ଆମେ ପ୍ରଶ୍ନ ତା ପୂର୍ବରୁ କେବେ ଉତ୍ତର ସୂଚୀଟା ତିଆରି କରିବା ଦରକାର ନାହିଁ, ଯେଟା କି ଆମର ଯୋଜନାରେ ନଥାଏ। ନେକ୍ସଟ କ୍ୱେଶ୍ଚନ ଅଛି ଶିକ୍ଷଣ ସାମଗ୍ରୀ ବ୍ୟବହାର ପ୍ରଧାନ ଉଦ୍ଦେଶ୍ୟ ହେଉଛି କ'ଣ? ହେଲା ଅପସନରେ କ'ଣ ରହିଛି? ଶ୍ରେଣୀ ଗୃହକୁ ସଜାଇବା ପାଇଁ, ଶିକ୍ଷକଙ୍କ ସ୍ଥାନ ନେବା ପାଇଁ, ଶିକ୍ଷାର୍ଥୀ ମାନଙ୍କର ସ୍ମୃତି ଶକ୍ତି ପରୀକ୍ଷା କରିବା ପାଇଁ ନା ଶିକ୍ଷଣ ପ୍ରକ୍ରିୟାକୁ ସହାୟତା ଦେବା ପାଇଁ। ହେଲା ଶିକ୍ଷଣ ସାମଗ୍ରୀ ଯେ ଆମ TLM କହିଥାଉ ଟିଚିଂ ଲର୍ନିଂ ମ୍ୟାଟେରିଆଲ ତାକୁ ତାର ପ୍ରଧାନ ଉଦ୍ଦେଶ୍ୟ ହେଉଛି କ'ଣ ଯେ ଆମେ କ୍ଲାସରୁମରେ କାହିଁକି ବ୍ୟବହାର କରିଥାଉ? ସଠିକ ଉତ୍ତରଟି କ'ଣ ହବ? ନା ଅପସନ ନମ୍ବର ଡି, ଯେଟା ଅଛି କ'ଣ ଶିକ୍ଷଣ ପ୍ରକ୍ରିୟାକୁ ସହାୟତା ଦେବା ପାଇଁ। ହେଲା ଏଟା ଶ୍ରେଣୀ ଗୃହକୁ ସଜାଇବା ପାଇଁ ବି ନୁହେଁ ମାନେ ହବ କିନ୍ତୁ ସବୁଠୁ ପଜିଟିଭ ପ୍ରାଇମେରୀ ଉଦ୍ଦେଶ୍ୟ ହେଉଛି କ'ଣ ଶିକ୍ଷଣ ପ୍ରକ୍ରିୟାକୁ ସହାୟତା ଦେବା ପାଇଁ। ହେଲା ନେକ୍ସଟ କ୍ୱେଶ୍ଚନ ଅଛି କ'ଣ ଚାର୍ଟ ଓ ମାନଚିତ୍ର ଓ ମଡେଲ ଗୁଡ଼ିକ ହେଉଛି ଡେସ୍ ର ଉଦାହରଣ।
ହେଲା ଯେ ଆମର TLM ଗୁଡାକ ବହୁତ ଗୁଡାକ ରହିଥାଏ ବା ମଡେଲ ଆମର ଯୋଉ ଯେମିତି କି ଚାର୍ଟ ମାନଚିତ୍ର ମଡେଲ ସେଟା ବହୁତ ପ୍ରକାର ଉପକରଣ ରହିଥାଏ। ତା ଭିତରଟା କୋଉ ପ୍ରକାର ଅପସନ ଗୋଟେ କଣ ରହିଛି ଶ୍ରାବ୍ୟ ଉପକରଣ, ଦୃଶ୍ୟ ଉପକରଣ, ଦୃଶ୍ୟ ଶ୍ରାବ୍ୟ ଉପକରଣ ଆଉ ଅପସନ ଗୋଟେ ହେଉଛି କାର୍ଯ୍ୟ ଉପକରଣ ହେଲା। ତେଣୁ ଚାର୍ଟ ମାନଚିତ୍ର ମଡେଲକୁ ଆମେ କଣ ବୋଲି କହିଥାଉ ସଠିକ ଉତ୍ତରଟି ହେବ ଅପସନ ନମ୍ବର ବି যেটা କଣ ଅଛି ଦୃଶ୍ୟ ଉପକରଣ। ଚାର୍ଟ ହଉ ମାନଚିତ୍ର ହଉ ମଡେଲ ହଉ ଆପଣ କଣ ସେଟା କରିବେ ପିଲାଙ୍କୁ ଦେଖେଇବେ। ଶ୍ରାବ୍ୟ ହଉଛି ଶୁଣିବା ପାଇଁ ବ୍ୟବହାର କରାଯାଏ ଯୋଉଗୁଡାକ, ଦୃଶ୍ୟ যেটা ଦେଖିପାରିବେ, ଦୃଶ୍ୟ ଶ୍ରାବ୍ୟ ହଉଛି ଉଭୟ যেটা କି ଆମେ ଦେଖିପାରିବା ଶୁଣିପାରିବା ଯେକି ଟେଲିଭିଜନ କହିପାରିବା ଆମେ ସେଗୁଡା ସବୁ। ତାପରେ କାର୍ଯ୍ୟ ଉପକରଣ କଣ ସେଠି ଯୋଉଟା କଣ କରିବେ ନା ପିଲାମାନେ ନିଜେ ଆକ୍ଟିଭିଟି କରିବେ ଲେଖିବେ ବା ସଜାଇବେ ସେଟା ହଉଛି କଣ କାର୍ଯ୍ୟ ଉପକରଣ ହେଲା। ଏଟା ହେଲା TLM ର ଯୋଉ ପ୍ରକାରରେ। ନେକ୍ସଟ କ୍वेଶ୍ଚନ ଅଛି କଣ ନିରନ୍ତର ଓ ସାମଗ୍ରିକ ମୂଲ୍ୟାୟନରେ ନିମ୍ନଲିଖିତ କେଉଁ ଦିଗ ଉପରେ ଧ୍ୟାନ ଦିଆଯାଏ যেটা କି କଣ କୁହାଯାଏ କଣ୍ଟିନ୍ୟୁଅସ ଏଣ୍ଡ କମ୍ପ୍ରିହେନ୍ସିଭ ଇଭାଲୁଏସନ ରେ କାହା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଅପସନ ଗୋଟେ କଣ ରହିଛି ଶୈକ୍ଷିକ ଓ ଶୈକ୍ଷିକ ଦିଗର ମୂଲ୍ୟାୟନ ପାଇଁ, କେବଳ ବାର୍ଷିକ ପରୀକ୍ଷା କରିବା ପାଇଁ ନା କେବଳ ସହ ଶୈକ୍ଷିକ ଦିଗରେ ମୂଲ୍ୟାୟନ କରିବା ପାଇଁ ନା ନମ୍ବର ବଦଳରେ ଗ୍ରେଡ ଦେବା ପାଇଁ ହେଲା। କଣ୍ଟିନ୍ୟୁଅସ କମ୍ପ୍ରିହେନ୍ସିଭ ଇଭାଲୁଏସନ ମାନେ ବର୍ଷ ସାରା ବା ସବୁ ମୋମେଣ୍ଟରେ କଣ ହଉଥିବ ଆମର ଇଭାଲୁଏସନ ଚାଲିଥିବ ସେଟା କଣ ପାଇଁ ହେଇଥାଏ ତାର ମେନ୍ ମୋଟିଭଟା ହଉଛି କଣ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ ଯେଟା କଣ ଅଛି ଶୈକ୍ଷିକ ଓ ସହ ଶୈକ୍ଷିକ ଦିଗ ଯେଟା କି ହଉଛି କଣ ସ୍କଲାଷ୍ଟିକ ଆଉ କୋଷ୍ଟ କଲାଷ୍ଟିକ ମାନେ ଯେଟା କି ପାଠ ପଢା ସହିତ ଆଉ ଅଲଗା ଆକ୍ଟିଭିଟି ଗୁଡାକ ମିଶିକି ଶୈକ୍ଷିକ ଆଉ ଅଣ ଶୈକ୍ଷିକ ବା ସହ ଶୈକ୍ଷିକ ଦିଗର ମୂଲ୍ୟାୟନ ପାଇଁ ଆମେ ବ୍ୟବହାର କରିଥାଉ କଣ୍ଟିନ୍ୟୁଅସ କମ୍ପ୍ରିହେନ୍ସିଭ ଇଭାଲୁଏସନ। ନେକ୍ସଟ କ୍ୱେଶ୍ଚନ ଅଛି କଣ ଗଠନମୂଳକ ମୂଲ୍ୟାୟନ କେତେବେଳେ କରାଯାଇଥାଏ। ଟିକେ ଆଗରୁ ଫାର୍ଷ୍ଟ କ୍ୱେଶ୍ଚନ ପଢିକି ଆସିଥିଲେ ଯେ ଆମେ ଗଠନମୂଳକ ବୁଝିଥିଲେ ମୂଲ୍ୟାୟନ କରାଯାଏ କିନ୍ତୁ କଣ ପାଇଁ କରାଯାଏ। ଅପସନ ଗୋଟେ କଣ ଅଛି ଗୋଟିଏ ପାଠ୍ୟର ଶିକ୍ଷାଦାନ ପରେ କରାଯାଇଥାଏ ନା ଶିକ୍ଷା ବର୍ଷର ଶେଷରେ କରାଯାଇଥାଏ। ଅପସନ ନମ୍ବର ସି ଅଛି ଶିକ୍ଷା ବର୍ଷ ଆରମ୍ଭ ବା ପୂର୍ବରୁ କରାଯାଇଥାଏ। ଅପସନ ନମ୍ବର ଡି ଅଛି କଣ ଶିକ୍ଷଣ ପ୍ରକ୍ରିୟା ଚାଲୁଥିବା ସମୟରେ କରାଯାଏ। ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଡି ଯେଟା କଣ ଅଛି ଶିକ୍ଷଣ ପ୍ରକ୍ରିୟା ଚାଲୁଥିବା ସମୟରେ। ଟିକେ ଆଗରୁ କହିଥିଲେ ଆପଣ ସେମିତି ଗଠନମୂଳକ ମୂଲ୍ୟାୟନ ଶିକ୍ଷକ ବା ଆମର ଶିକ୍ଷଣ ପ୍ରକ୍ରିୟା ଚାଲିଥିବା ସମୟରେ କ୍ଲାସରୁମ ଲର୍ଣ୍ଣିଂ ଚାଲିଥିବ ସେଇ ସମୟରେ କରାଯାଏ। ଆଉ ଆରମ୍ଭରେ କଣ କରାଯାଇଥାଏ ଏ ଯୋଉ ଆମର ଯୋଉଟା କି ପ୍ଲେସମେଣ୍ଟ ଇଭାଲୁଏସନ କୁହାଯାଇଥାଏ ହେଲା। ନେକ୍ସଟ ଅଛି କଣ ନିମ୍ନୋକ୍ତ କେଉଁ ପଦ୍ଧତିରେ ସହପାଠୀ ସହାୟତା ଫଳପ୍ରଦ ହୋଇଥାଏ ହେଲା ଯେଟା କି ଆମେ କଣ କହିଥାଉ ନା ପିଅର ସପୋର୍ଟ ଯେଟା କି ଆମର ଅଧିକ ଫଳପ୍ରଦ ହୋଇଥାଏ ବା ଇଫେକ୍ଟିଭ ହୋଇଥାଏ କୋଉ କ୍ଷେତ୍ରରେ। ଅପସନ ନମ୍ବର ଏ ଅଛି ସମଦକ୍ଷତା ସମ୍ପନ୍ନ ଦଳ ଗଠନରେ, ମିଶ୍ରିତ ଦକ୍ଷତା ସମ୍ପନ୍ନ ଦଳ ଗଠନରେ, ପସନ୍ଦ ଭିତ୍ତିକ ଦଳ ଗଠନରେ ନା କାର୍ଯ୍ୟଗତ ଶିକ୍ଷଣ କାର୍ଯ୍ୟରେ ହେଲା ଯେଟା କି ଆମର ଦଳ ଗଠନ ପାଇଁ ବହୁତ ଗୁଡାକ ଆମର କଣ ଥାଏ କ୍ରାଇଟେରିଆ ଥାଏ ଯେମିତି କି ସିମିଲାର ଏବିଲିଟି ସହିତ ପିଲାଙ୍କର ଆରେ ମିକ୍ସଡ ଏବିଲିଟି ମାନେ ଜଣେ କଣ ମ୍ୟାଥମେଟିକ୍ସ ଭଲ ପଢୁଥିବ ଜଣେ କଣ ଆର୍ଟ ଭଲ କରୁଥିବ ସେଟା ମିକ୍ସଡ ଏବିଲିଟି କୁହାଯାଏ। ଆଉ ଚଏସ ବେଷ୍ଟ ପସନ୍ଦ ଭିତ୍ତିକ ହଉଛି କଣ ଯାହାର ଯୋଉଟା ପସନ୍ଦ ଥିବ ହେଲା। ଯେମିତି କିଛି ପିଲା ଥାନ୍ତି ସେମାନଙ୍କୁ କଣ ଆର୍ଟ ଭଲ ଲାଗେ ତେଣୁ ସେଇ ଅନୁସାରେ ଦଳ ଗଠନ କରାଗଲା ତାକୁ କଣ କୁହାଯାଏ ପସନ୍ଦ ଭିତ୍ତିକ। ଆଉ ଗୋଟେ ହଉଛି କଣ ବ୍ୟକ୍ତିଗତ ଶିକ୍ଷଣ କାର୍ଯ୍ୟ ଯେଟା କି ଇଣ୍ଡିଭିଜୁଆଲ ଲର୍ଣ୍ଣିଂ ଆକ୍ଟିଭିଟି ଅନୁସାରେ ଯଦି କରାଯିବ ତେଣୁ ଏହାର ସଠିକ ଉତ୍ତର ହବ କୋଉ ଆମର ଆମର କଣ ସହପାଠୀ ସହାୟତା ପାଇଁ ଅଧିକ କୋଉ ଦଳ ଗଠନ ଟା ବେଶୀ ଇଫେକ୍ଟିଭ ହେଇଥାଏ। ସଠିକ ଉତ୍ତର ହବ ଅପସନ ନମ୍ବର ବି ଯେଟା କଣ ଅଛି ମିଶ୍ରିତ ଦକ୍ଷତା ସମ୍ପନ୍ନ ଦଳ ଗଠନରେ। କାରଣ ମିଶ୍ରିତ ଦକ୍ଷତାରେ ଯିଏ ଧର ମ୍ୟାଥମେଟିକ୍ସ ଯାହାକୁ ଆସୁଛି ଆର୍ଟ ଆସୁନି ତା ଭିତରେ ବି ଆର୍ଟ ବାଲା ପିଲା ବି ଥିବେ ସେ ଅଲଗା ଶିଖେଇ ପାରିବେ ତେଣୁ ସେଥିପାଇଁ ବେଶୀ ଇଫେକ୍ଟିଭ ହବ ମିଶ୍ରିତ ଦକ୍ଷତା ସମ୍ପନ୍ନ ଦଳ ଗଠନରେ। ପରବର୍ତ୍ତୀ କ୍ୱେଶ୍ଚନ କଣ ଅଛି ନିମ୍ନୋକ୍ତ ମଧ୍ୟରୁ କେଉଁଟିକୁ ଗଠନମୂଳକ ମୂଲ୍ୟାୟନ ଭାବେ ବିବେଚିତ କରାଯାଏ ନାହିଁ ହେଲା ଗଠନମୂଳକକୁ ବିବେଚିତ କରାଯିବ ନାହିଁ। ଅପସନ ଗୋଟେ କଣ ଅଛି ଏକକ ପରୀକ୍ଷଣକୁ, ବି ଅଛି ପ୍ରକଳ୍ପ ପ୍ରସ୍ତୁତି ଓ ଉପସ୍ଥାପନକୁ, ଅପସନ ନମ୍ବର ସି ଅଛି ଶିକ୍ଷଣ କାର୍ଯ୍ୟ ସମୟରେ ଶିକ୍ଷାର୍ଥୀଙ୍କୁ ପର୍ଯ୍ୟବେକ୍ଷଣ କରିବା, ଅପସନ ନମ୍ବର ଡି ଅଛି ବାର୍ଷିକ ପରୀକ୍ଷା। ଗଠନମୂଳକ ମୂଲ୍ୟାୟନକୁ ଆମେ ଏଇ ଯୋଉ ଯେତିକି ରହିଲା ତା ଭିତରୁ କୋଉଟାକୁ ଆମେ ବିବେଚିତ କରିପାରିବା ନାହିଁ ବା କହିପାରିବା ନାହିଁ। ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଡି ଯେଟା କି ବାର୍ଷିକ ପରୀକ୍ଷା ହେଲା। ଗଠନମୂଳକକୁ ଆମେ ବାର୍ଷିକ ପରୀକ୍ଷା କହିପାରିବାନି। ବାର୍ଷିକ ପରୀକ୍ଷା ହଉଛି କଣ ସमेଟିଭ ହେଲା ଯେଟା କି ଲାଷ୍ଟରେ ଆମେ ସମାପ୍ତି ସୂଚକ ବୋଲି କହିଥାଉ। ଏକକ ପରୀକ୍ଷଣ ଗଠନମୂଳକ ଭିତରେ ହବ ତା ଦ୍ୱାରା କି ଆମେ ପିଲାର କଣ ଯୋଉଟା ଅସୁବିଧା ହଉଛି ଆମେ ସେଟା କରିପାରିବା। ପ୍ରକଳ୍ପ ପ୍ରସ୍ତୁତି ଉପସ୍ଥାପନ କରିପାରିବା। ଶିକ୍ଷଣ କାର୍ଯ୍ୟ ସମୟରେ ଶିକ୍ଷାର୍ଥୀଙ୍କୁ ପର୍ଯ୍ୟବେକ୍ଷଣ করে ସେଟା ବି ଗଠନମୂଳକରେ ହବ କିନ୍ତୁ ସମାପ୍ତି ସୂଚକଟା ବା ବାର୍ଷିକ ପରୀକ୍ଷାଟା ହବନି। ପରବର୍ତ୍ତୀ କ୍ୱେଶ୍ଚନ କଣ ଅଛି ନିମ୍ନଲିଖିତ ଶିକ୍ଷା ପ୍ରଣାଳୀ ଗୁଡିକ ମଧ୍ୟରୁ କେଉଁଟି ଶିକ୍ଷକ କେନ୍ଦ୍ରିକ ପନ୍ଥା ସହ ସବୁଠାରୁ ଅଧିକ ସମ୍ପର୍କିତ ଯୋଉଟା କି ଆମର କଣ କୁହନ୍ତି ଟିଚର ସେଣ୍ଟର୍ଡ ଆପ୍ରୋଚ ବା ଶିକ୍ଷକ କେନ୍ଦ୍ରିକ ପନ୍ଥା ସହିତ ସବୁଠୁ ମାନେ ରିଲେଟେଡ। ଅପସନ ଗୋଟେ କଣ ରହିଛି ଆଲୋଚନା ପଦ୍ଧତି, ବ୍ୟାଖ୍ୟାନ ପଦ୍ଧତି, ପ୍ରକଳ୍ପ ପଦ୍ଧତି, କ୍ରୀଡା ପଦ୍ଧତି ହେଲା। ଶିକ୍ଷକ କେନ୍ଦ୍ରିକ ଶିକ୍ଷା ମାନେ ହଉଛି କଣ ସେଥିରେ ଟିଚର ଆକ୍ଟିଭ ଥିବେ ଷ୍ଟୁଡେଣ୍ଟ ମାନେ କଣ ସେତେ ଆକ୍ଟିଭ ନଥିବେ ବା ପେସିଭ ଥିବେ ହେଲା। ତେଣୁ ଏହାର ସଠିକ ଉତ୍ତରଟି କଣ ହବ ଅପସନ ନମ୍ବର ବି ଯେଟା କଣ ଅଛି ବ୍ୟାଖ୍ୟାନ ପଦ୍ଧତି। ବ୍ୟାଖ୍ୟାନ ପଦ୍ଧତିରେ କେବଳ ଟିଚର ହିଁ
କହି ଥାନ୍ତି ପିଲାମାନେ ଶୁଣି ଥାନ୍ତି ମାନେ टीचर एक्टिव ଥାନ୍ତି ପିଲାମାନେ पैसिव ଥାନ୍ତି କିନ୍ତୁ आलोचना पद्धति रे दुई जण एक्टिव ଥାନ୍ତି उभय टीचर आ स्टूडेंट प्रकल्प पद्धति रे हमर स्टूडेंट माने एक्टिव होई ଥାନ୍ତି क्रीडा पद्धति रे भी स्टूडेंट माने एक्टिव होई ଥାନ୍ତି କିନ୍ତୁ शिक्षक केंद्रिक पंथा कहले केवल व्याख्यान बे जेटा कहंती कोन लेक्चर मेथड रे शिक्षक केंद्रिक शिक्षा बोली कुहा जाय। परवर्ती प्रश्न अछि शिक्षणर व्यक्तिगत प्रभेद हेबार कारण हेउची डेस हला जो शिक्षण रे व्यक्तिगत प्रभेद बा हमर कोन कहिथाउ इंडिविजुअल डिफरेंस काहे की देखा जायते ऑप्शन गुटे कोन अछि वंशानुगुण और परिवेश पई लिंगगत प्रभाव पई केवल बयसर प्रभाव पई ना ऑप्शन नंबर डी अछि केवल विद्यालय परिवेशर प्रभाव पई इंडिविजुअल डिफरेंस देखा जियर मुख्य कारण होची कोन सठिक उत्तरटी हो ऑप्शन नंबर ए जे कि वंशानुगुण आ परिवेश जेटा कि हमर हेरिडिटी आ एनवायरनमेंट ला समस्तंगर हेरिडिटी बा वंशानुगुण जेटा कि पितांक पाखरु आसीते गुण गुडी समान न थाय किबा परिवेश समस्त समान परिवेश रे पढि न थांती हला तेनो सेते हमर इंडिविजुअल डिफरेंस देखा जियर मुख्य कारण होची वंशगुण आ परिवेश तापर नेक्स्ट आसीबो लिंगगत प्रभाव हेते पारे किबा बयस प्रभाव हे थाय पारे किबा विद्यालय परिवेश प्रभाव हेते फास्ट होबो कोन ना वंशानुगुण आ परिवेश जेटा कि हेरिडिटी एंड एनवायरनमेंट परवर्ती प्रश्न रही कार्य करी शिखिबा हेउची डेस रो मूल मंत्र हला लर्निंग बाय डूइंग हला जेटा कि हमें लर्निंग बाय डूइंग कहिथाउ सेटा होची कहार गोटे मूल मंत्र हला ऑप्शन गोटे कोन रही व्याख्यान पद्धति प्रदर्शन पद्धति प्रकल्प पद्धति ना गल्प कथन पद्धति हला ए जो लर्निंग बाय डूइंग कहा पय हेते सठिक उत्तर होबो कोन ऑप्शन नंबर सी जेटा कि प्रकल्प पद्धति हला जेटा कि प्रोजेक्ट मेथड कहिथाउ तेनो प्रोजेक्ट मेथड रो मेन मोटिव होची कोन लर्निंग बाय डूइंग बा अल्टरनेटिव हे पारे लर्निंग बाय डूइंग होची कहार हमर मूल मंत्र ना प्रोजेक्ट मेथड रो सेतरे कोन पिला माने निजे तयारी करंती प्रोजेक्ट गुडी प्रकल्प गुडी को तापरे सेटा को प्रेजेंटेशन करिथांती तेनो ता द्वारा कि निजे करिथांती ता सहित शिखिथांती हला तेनु आपण गोटे पई गोटे काम रहिला मते कमेंट सेक्शन में जणेबे लर्निंग बाय डूइंग एटू थ्योरी टा को साइकोलॉजिस्ट देथिले मते कमेंट सेक्शन में जणेबे हला परवर्ती प्रश्न रहिला अंतर्निवेशी शिक्षार अर्थ कोन हला जेटा कि हम कोन कहिथाउ इनक्लूसिव एजुकेशन यार अर्थटा कोन ऑप्शन गुटे कोन रहिछि सामर्थ्य निवेश निर्विशेष रे समस्त पिलांकु एकाठी शिक्षा देबा ऑप्शन नंबर बी अछि भिन्नक्षम पिला मानक पय पृथक श्रेणी ऑप्शन नंबर सी अछि अनुसूचित जाति अनुसूचित जनजाति पिलांक निमित्त स्वतंत्र विद्यालय ऑप्शन नंबर डी अछि मेधावी शिक्षार्थी प्रति विशेष ध्यान देबा हैला जो अंतर्निवेशी शिक्षा बा इनक्लूसिव एजुकेशन कोन पय हेते सठी उत्तरटी कोन हबो ऑप्शन नंबर ए जेटा कोन अछि सामर्थ्य निर्विशेष रे समस्त पिलांकु एकाठी शिक्षा देबा जेटा कि हमर टीचिंग ऑल चिल्ड्रंस इरेस्पेक्टिव ऑफ देयर एबिलिटी माने तांकर जे कोनोसी सामर्थ्य थिले तांकर कम थिले अधिया थिले भी हम कोन करबा तांकु समस्तक सहित मिसी की पढेबा नाही जे भिन्नक्षम पिलांक पय पृथक श्रेणी करबा ना सेटा होबनी अनुसूचित जाति जनजाति पिलांक पय स्वतंत्र विद्यालय सेटा स्पेशल स्कूल रे पढि जिवो होबनी मेधावी शिक्षार्थी पय जेटा कि हमर कोन कहिथाउ जे गिफ्टेड लर्नर्स तांको पय आडे सेपरेट स्कूल तयारी करबा सेटा भी होबनी हमें कोन करबा जते भी हमर इंडिविजुअल डिफरेंस बा एबिलिटी अलगा थिले भी तांको एकाठी साधारण पिलांक सहित पढेबा होची इनक्लूसिव एजुकेशन रो मोटिव परवर्ती प्रश्न रहिछि सामाजिक संगठन बा तत्वर प्रवर्तक किए थिले हला जेटा कि हम कोन कहिथाउ सोशल कंस्ट्रक्टिविज्म रो हमर जनक किए थिले बोली पचराइछि ऑप्शन कोन रहिछि जॉन पियाजे ईएल थॉर्नडाइक लो भाइगर्सकी आउ जी जॉन ब्रूनर हला सठी उत्तरटी कोन हबो सामाजिक संगठनवाद रो जनक बोली हम काहा कहिथाउ ऑप्शन नंबर सी जेटा कोन अछि कोन लो भाइगर्सकी हला लो भाइगर्स को हमर सामाजिक संगठनवाद बोल रो हम जनक बोली कहिथाउ परवर्ती प्रश्न जेउ शिक्षार्थी गलक धंदा समाधान करिबा और जुक्ति भित्तिक कार्य रे दक्ष से मुख्यतः क्यों बुद्धि प्रदर्शन करिथाय हला जेटा कि हमें कोन कहता पजल सॉल्व करि परछि गोटे पिला किबा रीजनिंग टास्क गुडा को से करि परछि ताको हमें को प्रकार इंटेलिजेंस रे नबा ऑप्शन गुटे कोन रहिछि गाणितिक जुक्ति बुद्धि ना अंतर व्यक्तिक बुद्धि ऑप्शन नंबर सी अछि स्थानिक बुद्धि ऑप्शन नंबर डी अछि भाषागत बुद्धि हला कोउथ्रे हबो लॉजिकल मैथमेटिकल इंटेलिजेंस रे ना इंटरपर्सनल रे हबो ना स्पेशियल इंटेलिजेंस रे हबो ना जो लिंग्विस्टिक इंटेलिजेंस रे हबो हला यार सठी उत्तरटी कोन हबो ऑप्शन नंबर ए जेरा कि गाणितिक जुक्ति भित्तिक जेहेतु से गलक धंदा हमर पजल सॉल्व करि परछि आ जो रीजनिंग क्वेश्चन गुडा को सॉल्व करि परछि तेनु तार गाणितिक बा लॉजिकल मैथमेटिक इंटेलिजेंस ता अछि जदि से कोन करथांता इंटरपर्सनालिटी माने अलग अलग लोकंकर चिंताधारा अनुसार जदि से बुझी पारथांता ताले सेटा को कोन कहता इंटरपर्सनल माने अलग अलग लोक निज निज नुहे अलगा सामने वाला लोक बा अलग लोक मानको जदि चिंताधारा बुझी पारथांता ताको अंतर व्यक्तिक बुद्धि
बुद्धि बा इंटरपर्सनल आमे कहि परथातु आ स्पाशियल इंटेलिजेंस होची कोन ना होचु से गोटे जेमति इंजीनियर से गोटे जिंस देखले ता भितरे कोन सब पार्ट्स लागि छी बा ता मुंडो भितरे से गोटे कोन करिवो माने इमेजिनरी गोटे जिंस तयारी करि परथो से जेमति इंजीनियर माने तयारी करि परथांती हेला से गुडा कहूची स्थानिक बुद्धि आ लिंग्विस्टिक जेटा कि हमर कोन कथा लिंग्विस्टिक इंटेलिजेंस होची कोन माने बही लिखथांती जे कि भाषागत बुद्धि तांको पाखरे थाए हला सेटा को लिंग्विस्टिक बा भाषागत बुद्धि बोली कहिथौ परवर्ती प्रश्न शिक्षण शिक्षादान सामग्री शिक्षार्थी को किपरि सहायता करिथाय जेटा कि हमें टीएलएम कहिथाउ टीचिंग लर्निंग मटेरियल पिला को केमिति सहायता करिथाय ऑप्शन नंबर कोन रहिछि अमूर्त धारणा को मूर्त करिवारे सहायता करिथाय ऑप्शन बी अछि शिक्षक को स्थान नेबारे सहायता करिथाय शिक्षक को कार्यकलाप रु ध्यान ह्रास करिवारे सहायता करिथाय ऑप्शन नंबर डी अछि केवल मने रखिबाकू उत्साहित करिवारे सहायता करिथाय हला तेनो टीएलएम हमरो टीचिंग लर्निंग जो मेथड रे कोन पय व्यवहार करते हैं सठी उत्तर हो ऑप्शन नंबर ए जेटा कि अमूर्त धारणा को मूर्त रे परिवर्तन करते हैं जेटा कि एब्स्ट्रैक्ट कांसेप्ट एटा को अमूर्त माने होची जेटा कि हम पिला माने देखि परिबेनी हला तेनो सेटा कोन माने तांको आगरे गोटे टीएलएम आकार रे माने गोटे किछि प्रोजेक्ट हो बा चित्र आकार रे हो हला से हम कोन करे सेटा को प्रेजेंट करबे चेष्टा करिबा तेनो सेतबे व्यवहार करथाय हला तार मुख्य मोटिव होची सेटा जेटा कि पिला माने देखि परिबेनी जेटा कि एब्स्ट्रैक्ट को जे ताको कॉन्सेप्ट को तांको आगरे कंक्रीट आकार देखि परिबा मूर्त आकार देखि परिबा परवर्ती प्रश्न अछि बहु श्रेणी शिक्षण परिचालना पई शिक्षक कोन करिबा उचित हला जेटा कि मल्टीग्रेड क्लासरूम को आजे सेटा को शिक्षक परिचालना करिया पे कोन करिवे ऑप्शन नंबर कोन होची केवल गोटे श्रेणी को पढाइबा पाठ्य पुस्तक शिक्षादान ऊपर गुरुत्व देबा ऑप्शन नंबर सी अछि दलगत और सहपाठी शिक्षण कौशल व्यवहार करिबा ऑप्शन नंबर डी अछि एक श्रेणी पाठ्य योजना को अनुसरण करिबा हला मल्टीग्रेड क्लासरूम परिचालना करिया पई टीचर कोन करिवे सठी उत्तरटी होबो ऑप्शन नंबर सी जेटा कोन अछि दलगत और सहपाठी शिक्षण कौशल रो व्यवहार करिवे प्रथमे से दल कला परे से कोन क्लासरूम को ठीक से परिचालन करि परिबे आ सहपाठी को द्वारा जे कि पियर्स लर्निंग ग्रुप माने ताको भितरे भी पिला माने किए भलो पढुथिबे किए मध्यम धरण पढुथिबे से माने कोन करिवे तांको द्वारा पियर्स लर्निंग माने जेटा जे बुझी पारुनी ता संग पाखर बुझी पारे ता द्वारा कोन होबो ना शिक्षक को अनुपस्थित रे बा आउ क्लास रो पिला को पढाइला बेले से माने निज निज भितरे भी पढी परिबे तेनो एटा होची परिचालन करियार करि पारे केमति ना दलगत दल तयारी करि परिबे आ होची सहपाठी बा पियर लर्निंग स्ट्रेटजी को यूज करिकि मल्टीग्रेड टीचिंग बा हमर मल्टीग्रेड क्लासरूम को से परिचालन करि परिबे परवर्ती प्रश्न रहिछि पिला मानकर बुद्धि एवं विकास प्रक्रिया एक निर्दिष्ट ढांचा अनुसरण करे नियुक्त मध्यरु केउटी एक उपयुक्त ढांचा कोन कहला जे हमर ग्रोथ और डेवलपमेंट जो चिल्ड्रन मानकर फॉलो करिथाय तार डेफिनेट पैटर्न थाय हला या भितरु कोनटा से पैटर्न अनुसार ठीक होईछि ऑप्शन नंबर कोन रहिछि अनियमितता और अनिश्चितता धारावाहिक और व्यवस्थित ऑप्शन नंबर सी होछि धारावाहिकता और आकस्मिक ऑप्शन नंबर डी होछि केवल वंशगत प्रभाव ऊपर आधारित हला कोन कहला ना इरेगुलर आउ अनप्रेडिक्टेबल हबो ना कंटीन्यूअस एंड ऑर्डरली हबो ऑप्शन नंबर सी होछि कंटीन्यूअस एंड एक्सीडेंटल हबो ऑप्शन नंबर डी होछि बेस्ड ऑन द हेरिडिटी इफेक्ट ओनली हला तेनु हमर जो ग्रोथ और डेवलपमेंट अछि सेटा डेफिनेट पैटर्न ले होते तेनु ए जो पैटर्न डा भितरु सठी उत्तर कोन हबो ऑप्शन नंबर बी जेटा कोन अछि धारावाहिक आ व्यवस्थित हबो या माने कंटीन्यूअस हबो आ ऑर्डरली हबो माने ग्रोथ और डेवलपमेंट टा गोटे कंटीन्यूअस प्रोसेस माने जन्म पाखर मृत्यु पर्यंत से कोन हबो कंटिन्यू चलीथिबो प्लस कोन हबो ऑर्डरली माने होय इन्फांसी परे से कोन एडल्टहुड हबो बा चाइल्डहुड तापर एडल्टहुड हबो किंतु एटा नाही आगे से एडल्टहुड हेइजिबो तापर जे इन्फेंसी को जो ना तापर से कोन करिवो गोटे ऑर्डर मेंटेन करिवो हैला माने इन्फेंसी परे चाइल्डहुड आसीबो तापर एडल्टहुड आसीबो हैला एटा सब तार डेफिनेट ऑर्डर रे जीवो परवर्ती प्रश्न कोन रहिछि शिशुर शारीरिक विकास रे सबुठारु केउटी अधिक प्रभाव पकै थाए हैला जो फिजिकल डेवलपमेंट रे चिल्ड्रन रो सबुठु अधिक कोनटा इन्फ्लुएंस करि थाए ऑप्शन नंबर कोन रहिछि दंड विधान ऑप्शन नंबर बी अछि विद्यालय रो भौतिक परिवेश ऑप्शन नंबर सी अछि सहपाठी को चाप ऑप्शन नंबर डी अछि पोषण आ व्यायाम हैला जेहेतु एटा शारीरिक कहिछि तेनो सठी उत्तर कोन हबो ऑप्शन नंबर डी जेटा कि पोषण आ व्यायाम हैला शारीरिक कथा कहिछि जे हमर फिजिकल डेवलपमेंट तेनो फिजिकल डेवलपमेंट सबले पोषण आ व्यायाम न्यूट्रिशन आ एक्सरसाइज अनुसार कोन हबो होई परिबो ना अधिक प्रभाव पकै परिबो परवर्ती प्रश्न किए प्रजत्न प्रमाद माध्यम रे शिक्षण को अनुमोदन करथिले प्रजत्न प्रमाद कहले कोन जो हमर कोन कहंती ट्रायल एंड एरर मेथड हला सेटा किए बाहर करथिले ऑप्शन रे कोन रहिछि पावलर स्किनर थॉर्नडाइक वाटसन हला तेनो ट्रायल एंड एरर जनक बोली हमें काहा कहबा ऑप्शन नंबर सी जेटा कोन अछि थॉर्नडाइक को कोन कहै छै प्रजत्न प्रमाद बा ट्रायल एंड एरर मेथड रे बाहर करथिले किए थॉर्नडाइक हला
ପରବର୍ତ୍ତୀ ପ୍ରଶ୍ନ ନିମ୍ନଲିଖିତ ମଧ୍ୟରୁ କେଉଁଟି ଶ୍ରେଣୀଗୃହ ଶିକ୍ଷଣକୁ ତ୍ୱରାନ୍ୱିତ କରିବାରେ ସର୍ବାଧିକ ଗୁରୁତ୍ୱ ବହନ କରେ ହେଲା, ଯେଟା କି ଆମର which of the following enhance the classroom learning most, ମାନେ କ୍ଲାସରୁମ ଲର୍ଣ୍ଣିଂ ଟାକୁ ଅଧିକ ଏନହାନ୍ସ କରିବା ପାଇଁ କିଏ ଅଧିକ କଣ କରିଥାଏ ଇଫେକ୍ଟିଭ ହେଇଥାଏ। ଅପସନରେ କଣ ରହିଛି ଅତ୍ୟଧିକ ଗୃହ କାର୍ଯ୍ୟ, ସକାରାତ୍ମକ ପୁନର୍ବଳନ, କଠୋର ଶୃଙ୍ଖଳା ନା ପ୍ରତିଯୋଗିତା ହେଲା। ହେଭି ହୋମୱାର୍କ ଦ୍ୱାରା ହେଇଥାଏ ନା ପଜିଟିଭ ରିଏନଫୋର୍ସମେଣ୍ଟ ପାଇଁ ହେଇଥାଏ ନା ଷ୍ଟ୍ରିକ୍ଟ ଡିସିପ୍ଲିନ ପାଇଁ ହେଇଥାଏ ନା କମ୍ପିଟିସନ ପାଇଁ ହେଲା। ଯୋଉ ଶିକ୍ଷଣକୁ ଶ୍ରେଣୀଗୃହର ଶିକ୍ଷଣକୁ ତ୍ୱରାନ୍ୱିତ କରିବା ପାଇଁ ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ବି, ଯେଟା କଣ ଅଛି ସକ୍ରିୟାତ୍ମକ ପୁନର୍ବଳନ ବା ପଜିଟିଭ ରିଏନଫୋର୍ସମେଣ୍ଟ ହେଲା। ପଜିଟିଭ ରିଏନଫୋର୍ସମେଣ୍ଟ ମାନେ ହଉଛି କଣ, ସେଟା ହେଇପାରେ ଆପଣ ପିଲାଙ୍କୁ ଆପଣଙ୍କ କଥା କହିବା ଅନୁସାରେ ଯେମିତି ଗୁଡ ବୟ ହେଲା, ଭେରି ଗୁଡ ଏମିତି ୱାର୍ଡ କହିବା ଅନୁସାରେ ହେଇପାରେ, କିମ୍ବା ଆପଣଙ୍କୁ ତାଙ୍କୁ କିଛି ଗିଫ୍ଟ ଆକାରରେ ଦେଇପାରିବେ ହେଲା। ଏମିତି ହେଟା ହଉଛି କଣ ପଜିଟିଭ ରିଏନଫୋର୍ସମେଣ୍ଟ। ହେଭି ହୋମୱାର୍କ ହଉଛି କଣ ଆପଣ ଅଧିକା ହୋମୱାର୍କ ଦିଅନ୍ତି ତା ପାଇଁ ହବନି କେବେ। କଠୋର ଶୃଙ୍ଖଳା ମାନେ ଅଧିକ ଡିସିପ୍ଲିନ ହେଲେ ହବନି, ଛୋଟ ଛୋଟ ପିଲା ତେଣୁ ଡିସିପ୍ଲିନ ଅଧିକା ହେଲେ ସେମାନେ ଦୁଷ୍ଟ ହେଇପାରନ୍ତି ବା ଅଲଗା କିଛି ଇଫେକ୍ଟ ତାଙ୍କ ମାନସିକ ଉପରେ ଚାପ ପଡିପାରେ, ତେଣୁ ସେଇଟା ହବନି। ପ୍ରତିଯୋଗିତା ଅଧିକା ପ୍ରତିଯୋଗିତା ମନୋଭାବ ପିଲାଙ୍କ ମଧ୍ୟରେ ଆସିଯିବ, ତେଣୁ ସଠିକ ଉତ୍ତରଟି ହବ ସକ୍ରିୟାତ୍ମକ ପୁନର୍ବଳନ ହେଲା। ତାଙ୍କୁ ଭେରି ଗୁଡ, ଭେରି ଗୁଡ ବୟ ବା ଭେରି ଗୁଡ ଗାର୍ଲ ଏମିତି ଗିଫ୍ଟ ଆକାରରେ ଦେଇକି ଏମିତି ଆପଣ କରିପାରିବେ। ପରବର୍ତ୍ତୀ ପ୍ରଶ୍ନ ଅଛି CWSN ଶବ୍ଦର ପୂର୍ଣ୍ଣ ରୂପ କଣ ହେଲା। ତ CWSN ଆମର ପେଡାଗୋଜି ବ୍ୟବହାର କରାଯାଏ, ତାର ଆମର କଣ ଫୁଲ ଫର୍ମ ଟା ପଚାରିଛି କଣ? ଚିଲଡ୍ରେନ ୱିଥ ସପୋର୍ଟିଭ ନିଡ୍ସ, ଚିଲଡ୍ରେନ ୱିଥ ସ୍ପେଶିଆଲ ନିଡ୍ସ, ଚିଲଡ୍ରେନ ୱିଥ ସ୍ପେସିଫିକ ନିଡ୍ସ, ଚିଲଡ୍ରେନ ୱିଥ ସ୍କଲାଷ୍ଟିକ ନିଡ୍ସ ହେଲା। ଏର ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ବି, ଯେଟା କି କଣ ଚିଲଡ୍ରେନ ୱିଥ ସ୍ପେଶିଆଲ ନିଡ୍ସ ହେଲା। এটা ডাইରେକ୍ଟ କ୍ୱେଶ୍ଚନ ଟା ଥିଲା। ପରବର୍ତ୍ତୀ ପ୍ରଶ୍ନ ଶିକ୍ଷାର୍ଥୀ କେନ୍ଦ୍ରିକ ପନ୍ଥାର କେଉଁଟି ପ୍ରଯୁଜ୍ୟ ନୁହେଁ? ଶିକ୍ଷାର୍ଥୀ କେନ୍ଦ୍ରିକ ଯେଟା କି ଆମେ କହିଥାଉ କଣ ଲର୍ନର ସେଣ୍ଟର୍ଡ ଆପ୍ରୋଚ। ଲର୍ନର ସେଣ୍ଟର୍ଡ ଆପ୍ରୋଚ କୋଉଟା ପ୍ରଯୁଜ୍ୟ ହବ ନାହିଁ? ଅପସନ ଗୋଟେ କଣ ଅଛି ଶିକ୍ଷାର୍ଥୀଙ୍କ ଦ୍ୱାରା ଜ୍ଞାନ ଆବିଷ୍କାର, ବିକାଶାତ୍ମକ ପାଠ୍ୟକ୍ରମ, ଶିକ୍ଷଣ ଶୈଳୀ ଉପରେ ଗୁରୁତ୍ୱ, ପ୍ରସ୍ତାବିତ ଉପରେ ପାଠ୍ୟକ୍ରମ ପରିଚାଳନା। knowledge exploration by learners na development of curriculum, focus on the learning style na prescribed by curriculum transaction ହେଲା। ଶିକ୍ଷାର୍ଥୀ କେନ୍ଦ୍ରିକ ପାଇଁ କୋଉଟା ପ୍ରଯୁଜ୍ୟ ହବ ନାହିଁ? ସଠିକ ଉତ୍ତର ଅପସନ ନମ୍ବର ଡି, ଯେଟା କି ପ୍ରସ୍ତାବିତ ଉପାୟରେ ପାଠ୍ୟକ୍ରମ ପରିଚାଳନା, ଯେଟା କି ପ୍ରେସ୍କ୍ରାଇବ୍ ବାଇ କରିକୁଲମ ଟ୍ରାଞ୍ଜାକ୍ସନ। କରିକୁଲମ ଟ୍ରାଞ୍ଜାକ୍ସନ ଚେଞ୍ଜ କଲେ ଯେ ଆମର କଣ ହେଇଯିବ ଶିକ୍ଷାର୍ଥୀ କେନ୍ଦ୍ରିକ ହେଇଯିବ, ସେଇଟା ନାହିଁ। ଶିକ୍ଷାର୍ଥୀଙ୍କ ଦ୍ୱାରା ଜ୍ଞାନ ଆବିଷ୍କାର କଲେ ହେଇପାରିବ। ବିକାଶାତ୍ମକ ପାଠ୍ୟକ୍ରମ ଯେ ଆମର ଡେଭଲପମେଣ୍ଟ କରିକୁଲମରେ କଣ ସବୁ କମି ରହିଛି ସେଟାକୁ ଡେଭଲପମେଣ୍ଟ କରିହବ। ଆଉ ଗୋଟେ ହଉଛି କଣ ଶିକ୍ଷଣ ଶୈଳୀ ଉପରେ ଗୁରୁତ୍ୱ, ଯେମିତି କି ଆମର କଣ କୁହାଯାଏ ଲର୍ଣ୍ଣିଂ ଷ୍ଟାଇଲ, ଯେଟା କି ଆମର ସବୁ ଇଣ୍ଡିଭିଜୁଆଲ ଡିଫରେନ୍ସ ପିଲାଙ୍କ ଭିତରେ ଥିବା ଯୋଗୁଁ ତେଣୁ ଆମର ଲର୍ଣ୍ଣିଂ ଷ୍ଟାଇଲଟାକୁ ଚେଞ୍ଜ କରିହବ, କିନ୍ତୁ ପ୍ରସ୍ତାବିତ ଉପରେ ପାଠ୍ୟକ୍ରମ ପରିଚାଳନା ଯେ କି ପ୍ରେସ୍କ୍ରାଇବଡ ୱେ କରିକୁଲମ ଟ୍ରାଞ୍ଜାକ୍ସନ ଦ୍ୱାରା କେବେ କରିହବ ନାହିଁ। ପରବର୍ତ୍ତୀ ପ୍ରଶ୍ନ ରହିଛି ସର୍ବୋତ୍ତମ ଭାବେ ଶିକ୍ଷଣକୁ କିଭଳି ସଂଜ୍ଞାକୃତ କରିହେବ ହେଲା। ଅଭିଜ୍ଞତା ଆଧାରରେ ଆଚରଣଗତ ପରିବର୍ତ୍ତନ କରି, ତଥ୍ୟ ନିୟମକୁ ମନେ ରଖିବା, ଜ୍ଞାତ ଅନୁକରଣ, ଆଚରଣରେ ସାମୟିକ ପରିବର୍ତ୍ତନ। କଣ କହିଲା ଯେ ହାଉ ଟୁ ଲର୍ନ କ୍ୟାନ୍ ବି ବେଷ୍ଟ ଡିଫାଇନ୍ଡ, ଲର୍ଣ୍ଣିଂ ଟାକୁ ଆମେ କେମିତି ଭାବରେ ସଂଜ୍ଞାକୃତ କରିପାରିବା। ଚେଞ୍ଜ ଇନ୍ ବିହେଭିୟର ଡ୍ୟୁ ଟୁ ଏକ୍ସପିରିଏନ୍ସେସ୍, ମାନେ ଆମର ଏକ୍ସପିରିଏନ୍ସ ଦ୍ୱାରା ନିଜର ବିହେଭିୟରକୁ ଚେଞ୍ଜ କରିବା କହିବା। ମେମୋରାଇଜେସନ ଅଫ ଫ୍ୟାକ୍ଟ ଆଣ୍ଡ ପ୍ରିନ୍ସିପଲ, ବିଭିନ୍ନ ପ୍ରକାର ଫ୍ୟାକ୍ଟ ତଥ୍ୟ ନିୟମକୁ ଘୋଷିକି ମନେ ରଖିବାକୁ କହିବା। ନା ହଉଛି ଡିଲେବରେଟ ଅଫ ଇମିଟେସନ, ଯେଟା କି ଜ୍ଞାତ ଅନୁକରଣ, ଜାଣିକି ଆମେ କଣ କରିବା ଜଣଙ୍କୁ ନକଲ କରିବା ଯେଟା କୁହାଯାଏ ହେଲା। ସେଟା କହିବା। ନା ହଉଛି ଟେମ୍ପୋରାରୀ ଚେଞ୍ଜ ଇନ୍ ବିହେଭିୟର, ଯେଟା କି ଆମର କଣ ଟେମ୍ପୋରାରୀ ଖାଲି ଗୋଟେ ବିହେଭିୟର ଚେଞ୍ଜ କରିବାକୁ ଆମେ କହିବା। ତେଣୁ ୟାର ସଠିକ ଉତ୍ତର କଣ ହବ? ଆମେ ଯୋଉ ଶିକ୍ଷଣକୁ କୋଉ ଭଳିଆ ଡିଫାଇନ କରିବା, ସଠିକ ଉତ୍ତର ହବ ଅପସନ ନମ୍ବର ଏ, ଯେଟା କି ଅଭିଜ୍ଞତା ଆଧାରରେ ଆଚରଣଗତ ପରିବର୍ତ୍ତନ, ଯେ ଆମର କଣ ଚେଞ୍ଜ ଇନ୍ ବିହେଭିୟର ଡ୍ୟୁ ଟୁ ଏକ୍ସପିରିଏନ୍ସେସ୍ ହେଲା। ଏକ୍ସପିରିଏନ୍ସ ଦ୍ୱାରା ଆମର ବିହେଭିୟରକୁ ପରମାନେଣ୍ଟଲି ଚେଞ୍ଜ କରିବାକୁ ଆମେ କଣ କହିବା ଶିକ୍ଷଣ ବୋଲି କହିବା। ପରବର୍ତ୍ତୀ ପ୍ରଶ୍ନ ରହିଛି ପିଲାମାନଙ୍କ ଠାରେ ଶିକ୍ଷଣକୁ ପ୍ରୋତ୍ସାହିତ କରିବାର ସବୁଠାରୁ ପ୍ରଭାବଶାଳୀ ଉପାୟଟି କଣ ହେଲା। ମୋଷ୍ଟ ଇଫେକ୍ଟିଭ ୱେ ଟୁ ପ୍ରମୋଟ ଲର୍ଣ୍ଣିଂ ଇନ୍ ଚାଇଲ୍ଡ, ପିଲାଙ୍କ ଭିତରେ ଯୋଉ ଆମର ଲର୍ଣ୍ଣିଂ ଟାକୁ ଅଧିକ ଇଫେକ୍ଟିଭ କରିବା ପାଇଁ କୋଉ ଉପାୟଟା ସବୁଠୁ ଭଲ ହବ? ଘୋଷା ଶିକ୍ଷଣ, ଡ୍ରିଲ ଓ ଅଭ୍ୟାସ, ଅର୍ଥପୂର୍ଣ୍ଣ କାର୍ଯ୍ୟଭିତ୍ତିକ ଶିକ୍ଷଣ, ଆଉ ଅପସନ ଡି ଅଛି ଶିକ୍ଷକ ନିୟନ୍ତ୍ରିତ ଶିକ୍ଷାଦାନ ହେଲା। ରୋଟ ଲର୍ଣ୍ଣିଂ ଯେଟା କି ଘୋଷା ପଦ୍ଧତି କୁହାଯାଏ, ଡ୍ରିଲ ପ୍ରାକ୍ଟିସ, ଆଉ ଅପସନ ନମ୍ବର ସି ଅଛି ମିନିଂଫୁଲ ଆଣ୍ଡ ଆକ୍ଟିଭିଟି ବେସ୍ଡ ଲର୍ଣ୍ଣିଂ, ଆଉ ଅଛି ଟିଚର କଣ୍ଟ୍ରୋଲ ଟିଚିଂ ହେଲା। ଏର ସଠିକ ଉତ୍ତର କଣ ହବ? ଅପସନ ନମ୍ବର ସି, ଯେଟା କି କଣ ଅଛି ଅର୍ଥପୂର୍ଣ୍ଣ ଆଉ କାର୍ଯ୍ୟଭିତ୍ତିକ ଶିକ୍ଷଣ ହେଲା। ଡ୍ରିଲ ଆଉ ଅଭ୍ୟାସ ହେଇପାରେ, କିନ୍ତୁ ତାଠୁ ଅଧିକ ଇଫେକ୍ଟିଭ ହବ କଣ ଅର୍ଥପୂର୍ଣ୍ଣ, ଯେଟା କି ମିନିଂଫୁଲ ହଉଥିବା ଦରକାର, ଆଉ ଆକ୍ଟିଭିଟି ବେସ୍ଡ, ପିଲାମାନେ ଯେତେ ନିଜେ କାମ କରିବେ ସେ ଅନୁସାରେ ତାଙ୍କର ଜ୍ଞାନ ସେତେ ଅଧିକ ହେଇପାରିବ ହେଲା। ପେଡାଗୋଜିରେ ସବୁବେଳେ ସବୁଠୁ ବେଷ୍ଟ ଅପସନ କୋଉଟା ସେଇଟା ଆପଣ ବାଛିବେ। ପରବର୍ତ୍ତୀ ପ୍ରଶ୍ନ ଅଛି ପିଲାର ବ୍ୟକ୍ତିତ୍ୱ ବିକାଶ ଉପରେ ନିମ୍ନୋକ୍ତ କେଉଁଟି ଦୀର୍ଘସ୍ଥାୟୀ ପ୍ରଭାବ ପକେଇଥାଏ ହେଲା। which of the following has the
लास्टिंग इन्फ्लुएंस इन ऑन चाइल्ड्स पर्सनालिटी डेवलपमेंट ପାଇଁ ସବୁଠୁ ଅଧିକା କିଏ ଇନଫ୍ଲୁଏନ୍ସ କରିଥାଏ? ଅପସନ ଗୋଟେ କଣ ରହିଛି ବୁଦ୍ଧିମତ୍ତା, ପରିବେଶ, ବଂଶାନୁଗୁଣ ଆଉ ପରିବେଶ ହେଲା। ତେଣୁ ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ଡି ଯେଟା କି ବଂଶାନୁଗୁଣ ଆଉ ପରିବେଶ। ଗୋଟେ ପିଲାର ପର୍ସନାଲିଟି ଉପରେ ବହୁତ କଣ ହେରିଡିଟି ଆଉ ଏନଭାୟରନମେଣ୍ଟ ଦି ଜଣ ସାରା ଇଫେକ୍ଟ ପକେଇଥାନ୍ତି। ହେରିଡିଟି କେମିତି ଯେ ବାପାଙ୍କର ଯେମିତି ଗୁଣ ଥିବ ସେ ଅନୁସାରେ ପିଲାର ହେଇପାରେ, ପ୍ଲସ ଏନଭାୟରନମେଣ୍ଟରେ ଯୋଉ ଏନଭାୟରନମେଣ୍ଟରେ ସେ ରହିବ ସେଇଟା ଦିଟା ମିଶିକି ହବ, ନାହିଁ କି ଯେ କେବଳ ବଂଶାନୁଗୁଣ ପାଇଁ ହବ କି ପରିବେଶ ପାଇଁ, ଦିଟା ମିଶିକି ତିଆରି ହବ କଣ ପିଲାର ପର୍ସନାଲିଟି। ପରବର୍ତ୍ତୀ ପ୍ରଶ୍ନ, କେଉଁଟି ଶିଶୁର ବୌଦ୍ଧିକ ବିକାଶ ସହ ସମ୍ପର୍କିତ? ଗାଣିତିକ ଧାରଣାକୁ ପ୍ରୟୋଗ କରିବା, ଭୟ ଓ ରାଗକୁ ନିୟନ୍ତ୍ରଣ କରିବା, ଅନ୍ୟ ସାଥୀଙ୍କ ସହ ଖେଳନା ବାଣ୍ଟି କରି ଖେଳିବା, ନା ହଉଛି ଶିଶୁର ଯତ୍ନ ସମ୍ବନ୍ଧୀୟ ଅଭ୍ୟାସକୁ ପାଳନ କରିବା। ହେଲା, ଶିଶୁର ବୌଦ୍ଧିକ ବିକାଶ ବା ଆମର କଣ ଯୋଉଟା କି କଗ୍ନିଟିଭ ଡେଭଲପମେଣ୍ଟ ହେଲା, କଗ୍ନିଟିଭ ଡେଭଲପମେଣ୍ଟ ସହିତ କୋଉଟା ରିଲେଟ ହେଲା। ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ଏ ଗାଣିତିକ ଧାରଣାକୁ ପ୍ରୟୋଗ କରିବା ହେଲା। ଯେହେତୁ କଗ୍ନିଟିଭ ଡେଭଲପମେଣ୍ଟ କହିଛି ତେଣୁ ଜ୍ଞାନ ଭିତ୍ତିକ, ତେଣୁ ଏଇ ଅପସନ ଗୁଡିକ ଭିତରୁ ଜ୍ଞାନ ଭିତ୍ତିକ କୋଉଟା ହେଲା? ଗାଣିତିକ ଧାରଣାକୁ ପ୍ରୟୋଗ କରିବା, ଯେ ଆମର ମ୍ୟାଥମେଟିକାଲ ଯୋଉ ରହିଲା କନସେପ୍ଟ ତାକୁ ଆପ୍ଲିକେସନ କରିବା, ତେଣୁ ସେଟାକୁ ହଉଛି ଆମର କଗ୍ନିଟିଭ ହେଲା। ଆଉ ଗୁଡାକ ଯେମିତି କି ଆମର ବୌଦ୍ଧିକ ଆସିଯିବ କଣ୍ଟ୍ରୋଲ ଫିଅର ଏଣ୍ଡ ଆଙ୍ଗର ହେଲା। ଆଉ ସୋସିଆଲ ଆସିଯିବ କଣ ଅନ୍ୟ ସାଥୀଙ୍କ ସହିତ ଖେଳନା ବାଣ୍ଟି କରି ଖେଳିବା, ସେଟାକୁ ସୋସିଆଲ ଆସିଯିବ ହେଲା। ଆଉ ଶରୀର ହଉଛି ନିଜ କଥା ହବା ଯେତେବେଳେ ଫିଜିକାଲି ସେଟା ଆସିଯିବ କଣ ଶରୀର ଯତ୍ନ ସମ୍ବନ୍ଧୀୟ ଅଭିଷେକକୁ ପାଳନ କରିବା, ସେଟା ହଉଛି କଣ ଫିଜିକାଲ ଯୋଉ ଡେଭଲପମେଣ୍ଟ ହେଲା। ତାପର ପ୍ରଶ୍ନ ରହିଲା କଣ, ପରିବେଶ ଅଧ୍ୟୟନ ଶ୍ରେଣୀର ଏକ ମଡେଲ ତିଆରି କରୁଥିବା ପିଲାଟି ନିମ୍ନ ମଧ୍ୟରୁ କେଉଁ ପ୍ରକାରର ଶିଖିବାର ଏକ ଉଦାହରଣ ହେଲା। ଏ ଚାଇଲ୍ଡ ମେକିଂ ଏ ମଡେଲ ଇନ ଇଭିଏସ୍ କ୍ଲାସରୁମ ଇଜ ଏକ୍ସାମ୍ପଲ। ଗୋଟେ ପିଲା ଯଦି କଣ କରୁଛି ଇଭିଏସ୍ କ୍ଲାସରୁମ ରେ ଗୋଟେ ମଡେଲ ତିଆରି କରୁଛି, ସେଟା କାହାର ଗୋଟେ ଉଦାହରଣ? ଘଷି କରି ଶିଖିବା, ଅନୁକରଣ କରି ଶିଖିବା, ଦୃଶ୍ୟ ଶିକ୍ଷଣ, ନା ହଉଛି ଅଭିଜ୍ଞତା ମୂଳକ ଶିକ୍ଷଣ। ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ଡି, ଯେଟା କି ଅଭିଜ୍ଞତା ମୂଳକ ଶିକ୍ଷଣ। ଯେହେତୁ ସେ ଗୋଟେ ମଡେଲ ତିଆରି କରିପାରୁଛି ତାହେଲେ ସେ ଏକ୍ସପେରିଏନ୍ସିଆଲ ଲର୍ଣ୍ଣିଂ ହେଲା, ମାନେ ଅଭିଜ୍ଞତାକୁ ସେ ପୁରା ବ୍ୟବହାର କରିକି ତିଆରି କରିପାରୁଛି। ଘଷି କରି ରଖି ମନେ ରଖିବା କଣ, ଯେଟା କି ରୁଟ ଲର୍ଣ୍ଣିଂ ବୋଲି କୁହନ୍ତି ହେଲା। ଅନୁକରଣ କରି ଶିଖିବା, ଯେଟା କି ଇମିଟେସନ ଦ୍ଵାରା କରୁଛି। ତେଣୁ ଯେହେତୁ ସେ ଗୋଟେ ମଡେଲ ତିଆରି କରିପାରୁଛି ତାହେଲେ ସେ ପୁରା ଏକ୍ସପେରିଏନ୍ସିଆଲ ଲର୍ଣ୍ଣିଂ, ମାନେ ଅଭିଜ୍ଞତା ତାର ହେଇଯାଇଛି ସେଇ ଆମର ସବଜେକ୍ଟ ଉପରେ ହେଲା। ଶେଷ କ୍ୱେଶ୍ଚନ ଟି ଦେଖିବା ଆଜିର ଅଛି, ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ସୃଜନଶୀଳ ଚିନ୍ତନକୁ କିପରି ଉତ୍ସାହିତ କରିହେବ ବା ଆମର କ୍ରିଏଟିଭ ଥିଙ୍କିଙ୍ଗ କୁ ଗୋଟେ ପିଲାର କେମିତି ଆମେ ଡେଭଲପ କରିପାରିବା? ଅପସନ ଗୁଡ଼ିକ କଣ ରହିଛି? ମୁଖସ୍ଥ କରି ମନେ ରଖିବା ଦ୍ୱାରା, ମୁକ୍ତ ଉତ୍ତରମୂଳକ କାର୍ଯ୍ୟ ପ୍ରଦାନ କରିବା ଦ୍ୱାରା, କେବଳ ଗୋଟିଏ ପ୍ରଶ୍ନର ଗୋଟିଏ ଉତ୍ତରକୁ ଗୁରୁତ୍ୱ ଦେବା ଦ୍ୱାରା, ହଉଛି ଆବିଷ୍କାର ଆଉ ଅନୁସନ୍ଧାନ ସୀମିତ କରିବା ଦ୍ୱାରା ହେଲା। ତେଣୁ ଏହାର ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ବି, ଯେଟା କି ହଉଛି କଣ ମୁକ୍ତ ଉତ୍ତର ମୂଳକ, ଯେ ତାକୁ କହିବା କଣ ଓପନ ଏଣ୍ଡେଡ ଟାସ୍କ ଦେଇପାରିବା ତାକୁ, ସେଇ ଦ୍ୱାରା ହେଇପାରିବ ହେଲା। ଅପସନ ନମ୍ବର ବି ଟା ସଠିକ ଉତ୍ତର ହବ। ମୁଖସ୍ଥ କରିବା ତ ପୁରାପୁରି ଭୁଲ ହବ। କେବଳ ଗୋଟିଏ ପ୍ରଶ୍ନର ଗୋଟିଏ ଉତ୍ତର ସେଟା ହେଇଯିବ ଆମର ପୁରା ଗୋଟେ କ୍ୱେଶ୍ଚନ ଗୋଟେ ଉତ୍ତର, ସେଟା ପିଲାର କଣ କ୍ରିଏଟିଭ ଲର୍ଣ୍ଣିଂ କୁ ବନ୍ଦ କରିଦେବ। ଆଉ ଗୋଟେ ହଉଛି କଣ ଆବିଷ୍କାର ଅନୁସନ୍ଧାନକୁ ସୀମିତ ନୁହେଁ, ତାକୁ ବଢିଆବା ଦରକାର ହେଲା। ତାକୁ ସୀମିତ ନ କରିକି ବଢିଆ ଦରକାର ହେଲା। ତେଣୁ ବୁଝିପାରିଲେ, ସଠିକ ଉତ୍ତର ହେଲା କଣ ଅପସନ ନମ୍ବର ବି, ଯେଟା କି ଆମେ କଣ କୁହନ୍ତି ଓପନ ଏଣ୍ଡେଡ ଟାସ୍କ ଦେଇପାରିବା। ତେଣୁ ଏତିକି ଥିଲା ଆମର 30ଟା ସିଡିପି ର କ୍ୱେଶ୍ଚନ। ତେଣୁ ଏଗୁଡିକୁ ପ୍ରାକ୍ଟିସ କରିଦିଅନ୍ତୁ ହେଲା, ପରବର୍ତ୍ତୀ ସମୟରେ ଏଗୁଡାକ ଆପଣଙ୍କ କାମରେ ଆସିପାରିବ। ତେଣୁ ଯେହେତୁ କ୍ୱେଶ୍ଚନ ଗୁଡାକ ରିପିଟ ହଉଛି ସିଡିପି ର ବା ଅଲଗା ଆମର କଣ୍ଟେଣ୍ଟ ପେଡାଗୋଜି ରେ, ତେଣୁ ଏଇଟା ପ୍ରାକ୍ଟିସ କରିଦେଲେ ଆପଣ 10 ରୁ 15ଟା କ୍ୱେଶ୍ଚନ ଆରାମସେ ପାଇପାରିବେ। ତେଣୁ ଭିଡିଓଟି ଭଲ ଲାଗିଲେ ଭିଡିଓଟିକୁ ଲାଇକ୍ କରିଦେବେ। ଆଉ ଯଦି ପ୍ରଥମ ଥର ପାଇଁ ଆମ ଚ୍ୟାନେଲ ଭିଡିଓଟି ଦେଖୁଛନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ, ପାଖରେ ବେଲ ଆଇକନଟିକୁ ଅଲ ରେ ସେଟ୍ କରିଦେବେ। ଯଦି ପିଡିଏଫ ଦରକାର ଅଛି, ମୁଁ ଡେସ୍କ୍ରିପସନରେ ଟେଲିଗ୍ରାମ ଲିଙ୍କ ଦେଇଦେବି, ସେଠି ଜଏନ୍ ହେଇକି ଆପଣ ପିଡିଏଫ ପାଇପାରିବେ। ତେଣୁ ଆଜି ପାଇଁ ରହୁଛି, ନୂଆ ଭିଡିଓରେ ଦେଖାହବ। ଧନ୍ୟବାଦ।